Hello and welcome to my channel BR Knowledge School. ମୋତେ ତ ଚିନାବାଦାମ ଖାଇବାକୁ ବହୁତ ଭଲ ଲାଗେ। କ'ଣ ଆପଣଙ୍କୁ ବି ଭଲ ଲାଗେ? ଯଦି ବି ଭଲ ଲାଗୁନଥିବ ତେବେ ଏହି ଭିଡ଼ିଓଟି ଦେଖିଲା ପରେ ଆପଣ ନିଶ୍ଚୟ ଚିନାବାଦାମ ଖାଇବାକୁ ଇଚ୍ଛା କରିବେ। ଇଂଲିଶରେ ଏହାକୁ ପିନଟ୍ ବା ଗ୍ରାଉଣ୍ଡନଟ୍ ବି କହନ୍ତି, କିନ୍ତୁ ଏହା କ୍ୟାସିଓ ନଟ୍ ଓ ୱାଲନଟ୍ ପରି ନଟ୍ ଜାତୀୟ ଖାଦ୍ୟ ନୁହେଁ, ବରଂ ଏହା ଗୋଟିଏ ଡାଲି ଜାତୀୟ ବା ଲେଗ୍ୟୁମ୍ ଟାଇପ୍ର ଖାଦ୍ୟ ଅଟେ। ଯେଉଁମାନେ ସାଧାରଣତଃ ଆମିଷ ଖାଆନ୍ତି ନାହିଁ ସେମାନଙ୍କ ପାଇଁ ଚିନାବାଦାମ ପ୍ରୋଟିନ୍ର ଗୋଟେ ଭଲ ଉତ୍ସ। ଧନୀ ଲୋକମାନେ ସାଧାରଣତଃ ବିଭିନ୍ନ ପ୍ରକାର ଡ୍ରାଇ ଫ୍ରୁଟ୍ସ ଯେମିତିକି ଆଲମଣ୍ଡ, କାଜୁ, ୱାଲନଟ୍ ଆଦି ମହଙ୍ଗା ପୁଷ୍ଟିକର ଖାଦ୍ୟ ଖାଇଥାନ୍ତି, କିନ୍ତୁ ଚିନାବାଦାମକୁ ସମସ୍ତେ ଖାଇପାରିବେ କାରଣ ଏହା ଶସ୍ତା ହୋଇଥାଏ ଆଉ ଆପଣ ସେହି ଲାଭ ପାଇପାରିବେ ଯାହା ଆଲମଣ୍ଡ, କାଜୁ, ୱାଲନଟ୍ରୁ ମିଳିଥାଏ। ଚିନାବାଦାମରେ କ'ଣ ସବୁ ପୋଷକ ତତ୍ତ୍ୱ ବା ନ୍ୟୁଟ୍ରିସନ୍ ରହିଛି ଆସନ୍ତୁ ଜାଣିବା। ଏହି ଟେବୁଲଟିକୁ ଷ୍ଟଡି କରନ୍ତୁ। ଚିନାବାଦାମ ଅତ୍ୟନ୍ତ ପୁଷ୍ଟିକର ଅଟେ। ପ୍ରାୟ 100 ଗ୍ରାମ ଚିନାବାଦାମରୁ ଆପଣ 26 ଗ୍ରାମ ପର୍ଯ୍ୟନ୍ତ ପ୍ରୋଟିନ୍ ପାଇପାରିବେ। ଏଥିରେ ସମସ୍ତ ପ୍ରକାର ଆମିନୋ ଏସିଡ୍ ଥିବାରୁ ଏହା ଏକ ଭଲ ପ୍ରୋଟିନ୍ ହୋଇଥାଏ। ଏଥିରେ କାର୍ବୋହାଇଡ୍ରେଟ୍ର ପରିମାଣ ଅତି କମ୍। ପ୍ରାୟ 100 ଗ୍ରାମ ଚିନାବାଦାମରୁ ମାତ୍ର 16 ଗ୍ରାମର କାର୍ବୋହାଇଡ୍ରେଟ୍ ଆମେ ପାଉଛୁ, ତେଣୁ ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ରହିଥାଏ। ତ ଡାଇବେଟିସ୍ ପେସେଣ୍ଟମାନେ ଏହାକୁ ଖୁସିରେ ଖାଇପାରିବେ। ସେମାନଙ୍କର ବ୍ଲଡ୍ ସୁଗାର ଏହାକୁ ଖାଇବା ଦ୍ୱାରା ଆଦୌ ବଢ଼ିବାର ସମ୍ଭାବନା ନଥାଏ। 100 ଗ୍ରାମ ଚିନାବାଦାମରୁ ଆପଣ 49 ଗ୍ରାମର ଫ୍ୟାଟ୍ ପାଇବେ, ତେଣୁ ଏହା ଗୋଟିଏ ଅଏଲ୍ ସିଡ୍ ହିସାବରେ ପରିଚିତ। ଏଥିରୁ ସାଧାରଣତଃ ତେଲ ବାହାର କରାଯାଇଥାଏ ଆଉ ସେହି ତେଲକୁ ଆମେ ରାନ୍ଧିବା ପାଇଁ ବ୍ୟବହାର କରିଥାଉ। ସାଧାରଣତଃ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଭାରତରେ ବାଦାମ ତେଲକୁ ରାନ୍ଧିବାରେ ବ୍ୟବହାର କରାଯାଇଥାଏ। ଏହି ତେଲ ସ୍ୱାସ୍ଥ୍ୟ ପକ୍ଷେ ତ ବହୁତ ଭଲ ଏବଂ ଏହାର ଆୟୁର୍ବେଦିକ ଔଷଧରେ ମଧ୍ୟ ବହୁତ ପ୍ରୟୋଗ ରହିଛି। ଯଦିଓ ବାଦାମରେ ଫ୍ୟାଟ୍ର ପରିମାଣ ଅଧିକ ଥାଏ, କିନ୍ତୁ ଏଥିରୁ ଅଧିକାଂଶ ପ୍ରାୟ ଅନସାଚୁରେଟେଡ୍ ଫ୍ୟାଟ୍ ହୋଇଥାଏ, ଯାହାକି ଶରୀର ପାଇଁ ବହୁତ ଭଲ ଆଉ ଏଥିରେ କୋଲେଷ୍ଟ୍ରଲ୍ ତ ଆଦୌ ନଥାଏ। ଏଥିରେ ଯେଉଁ ଅନସାଚୁରେଟେଡ୍ ଫ୍ୟାଟ୍ ଥାଏ ସେଗୁଡ଼ିକ ପ୍ରାୟ ମୋନୋ ଅନସାଚୁରେଟେଡ୍ ଫ୍ୟାଟି ଏସିଡ୍ ଓ ପଲି ଅନସାଚୁରେଟେଡ୍ ଫ୍ୟାଟି ଏସିଡ୍ ହୋଇଥାଏ। ତାକୁ ଛାଡ଼ିଦେଲେ ଓମେଗା 6 ଫ୍ୟାଟି ଏସିଡ୍ ମଧ୍ୟ ଏଥିରୁ ମିଳିଥାଏ। ଏହି ଅନସାଚୁରେଟେଡ୍ ଫ୍ୟାଟି ଏସିଡ୍ ଗୁଡ଼ିକ ଆମ ଶରୀରରୁ LDL ବା ବ୍ୟାଡ୍ କୋଲେଷ୍ଟ୍ରଲ୍ ପରିମାଣ କମାଇଥାଏ ଓ ଗୁଡ୍ କୋଲେଷ୍ଟ୍ରଲ୍ ଯେଉଁଟାକି HDL କହନ୍ତି ତାର ପରିମାଣ ବଢ଼ାଇଥାଏ। ସାଧାରଣତଃ LDL ହିଁ ବ୍ଲଡ୍ ଭେସେଲ ବ୍ଲକେଜ୍ ପାଇଁ ଦାୟୀ, ଯେଉଁଥିପାଇଁ କି ସାଧାରଣତଃ ହାର୍ଟ ଷ୍ଟ୍ରୋକ୍ ହୋଇଥାଏ। ରିସର୍ଚ୍ଚରୁ ଯାହା ଜଣାପଡ଼ିଛି ଯେ ଜଣେ ଯଦି ଡେଲି ବା ୱିକଲି 5 ଦିନ 30 ଗ୍ରାମ ଲେଖାଏଁ ବି ଚିନାବାଦାମ ଖାଇବ, ତାର ହାର୍ଟ ଡିଜିଜ୍ ହେବାର ରିସ୍କ 25% ପର୍ଯ୍ୟନ୍ତ କମ୍ ହୋଇଯିବ। ଏଥିରେ ଅନସାଚୁରେଟେଡ୍ ଫ୍ୟାଟି ଏସିଡ୍ ଛଡ଼ା ଅନେକ ଆଣ୍ଟିଅକ୍ସିଡାଣ୍ଟସ୍, ମ୍ୟାଗ୍ନେସିୟମ୍, କପର ଓ ଭିଟାମିନ୍ B3 ଥିବାରୁ ଏହା ଆର୍ଟେରୀକୁ ଚୋକ୍ ହେବାକୁ ଦେଇନଥାଏ, ତେଣୁ ହାର୍ଟ ଡିଜିଜ୍ ବା ହାର୍ଟ ଷ୍ଟ୍ରୋକ୍ର ସମ୍ଭାବନା କମ୍ ହୋଇଥାଏ। ପ୍ରତିଦିନ ଯଦି ଜଣେ 50ରୁ 100 ଗ୍ରାମ ପର୍ଯ୍ୟନ୍ତ ବାଦାମ ଖାଉଛି ତାହେଲେ ଏହା ତାର ବ୍ରେନ୍ ଫଙ୍କସନ୍କୁ ମଧ୍ୟ ଇମ୍ପ୍ରୁଭ୍ କରିଥାଏ, କାରଣ ଏଥିରେ ଭିଟାମିନ୍ B3 ବା ନିଆସିନ୍ ଆଉ ଭିଟାମିନ୍ K ରହିଛି। ଆଉ ପ୍ରୋଟିନ୍ ଭିତରେ ଆରାଚିନ୍, କୋନାରାଚିନ୍ ଆଦି ଗୁଡ୍ ପ୍ରୋଟିନ୍ ସବୁ ରହିଥାଏ। ହେଲ୍ଦି ଫ୍ୟାଟି ଏସିଡ୍ ସବୁ ରହିଥିବାରୁ ଏହା ବ୍ରେନ୍ର କଗ୍ନିଟିଭ୍ ପାୱାର ବା ଲଜିକାଲ ଥିଙ୍କିଂ ପାୱାରକୁ ବଢ଼ାଇଥାଏ, ତେଣୁ ଆମେ ଠିକ୍ ଭାବରେ ଡିସିସନ୍ ନେଇପାରିଥାଉ। ବୟସ ବଢ଼ିବା ସହିତ ଆମକୁ କିଛି ପ୍ରୋବ୍ଲେମକୁ ଫେସ୍ କରିବାକୁ ହୋଇଥାଏ, ଯେମିତିକି ସ୍ମୃତି ଶକ୍ତି କମିଯିବା ବା ମେମୋରି ପାୱାର ଲସ୍ ହେବା। ସେଥିରେ ଆଲଜେମର ବା ଡିମେନ୍ସିଆ ଭଳି ରୋଗ ହୋଇପାରେ। ପାର୍କିନସନ୍ସ ଡିଜିଜ୍ ମଧ୍ୟ ହୋଇପାରେ, ଯାହାକି ନ୍ୟୁରାଲ ଡିଜିଜ୍ ଗୋଟେ। ଯେହେତୁ ବାଦାମ ଖାଇବା ଦ୍ୱାରା ଆମର ବ୍ରେନ୍ ଫଙ୍କସନ୍ ଇମ୍ପ୍ରୁଭ୍ ହୋଇଥାଏ, ତେଣୁ ଏହିପରି ସବୁ ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ। ପିଲାମାନଙ୍କୁ ରେଗୁଲାରଲି ଚିନାବାଦାମ ଖାଇବାକୁ ଦିଅନ୍ତୁ, କାରଣ ଏଥିରେ ଅଧିକ ପ୍ରୋଟିନ୍ ସହିତ ଫ୍ୟାଟ୍ ବି ରହୁଛି ଏବଂ ତା ସହିତ ଅନେକ ଗୁଡ଼ିଏ ଦରକାରୀ ଭିଟାମିନ୍ ଏବଂ ମିନେରାଲ୍ସ ଥିବାରୁ ସେମାନଙ୍କର ଡାଇଜେଷ୍ଟିଭ୍ ପାୱାର ଭଲ ବଢ଼ିଥାଏ ଆଉ ମେଟାବଲିକ୍ ଆକ୍ଟିଭିଟି ମଧ୍ୟ ଭଲ ରହିଥାଏ। ସେଥିପାଇଁ ସେମାନଙ୍କର ବୋନ୍, ଟିଥ୍, ମସଲ୍ ଆଦି ଶକ୍ତ ହୋଇଥାଏ। ତେଣୁ ଆପଣ ପ୍ରତିଦିନ ସେମାନଙ୍କୁ ଟିଫିନ୍ ବକ୍ସରେ ବାଦାମକୁ କିଛି ନା କିଛି ରୂପରେ ଦିଅନ୍ତୁ। ରେଗୁଲାରଲି ବାଦାମ ଖାଇଲେ ଏହା କୋଲାଜେନ୍ ଫର୍ମେସନରେ ହେଲ୍ପ କରିଥାଏ, ଯାହାକି ହେୟାର ଫୋଲିକଲ୍ ବା ହେୟାର ରୁଟ୍କୁ ମଜବୁତ କରିଥାଏ, ତେଣୁ କେଶ ଝଡ଼ିବା ଭଳି ସମସ୍ୟା ହୋଇନଥାଏ। ସାଧାରଣତଃ ଆମର ସ୍କିନ୍ର ତଳେ ସେବମ୍ ଗ୍ଲାଣ୍ଡ ରହିଥାଏ, ଯେଉଁଥିରୁ କି ଗୋଟେ ଅଏଲି ସବଷ୍ଟାନ୍ସ ବା ସେବମ୍ ସିକ୍ରିସନ୍ ହୋଇଥାଏ, ତେଣୁ ଆମର ସ୍କିନ୍ ଅଏଲି ଦେଖାଯାଏ। ଯଦି ଫେସ୍ ଅଧିକ ଅଏଲି ହେଇଥାଏ ତାହେଲେ ସାଧାରଣତଃ ଦେଖିବେ ଏକିନ୍ ବା ବ୍ରଣ ସମସ୍ୟା ଦେଖାଦେଇଥାଏ। ବାଦାମରେ ଗୋଟିଏ କମ୍ପାଉଣ୍ଡ ଥାଏ ରେସ୍ଭେରାଟ୍ରଲ୍, ଯାହାକି ସେବମ୍ ସିକ୍ରିସନ୍କୁ କମ୍ କରିଥାଏ, ତେଣୁ ଆମର ସ୍କିନ୍ ଏତେ ଅଏଲି ହୋଇନଥାଏ ଏବଂ ବ୍ରଣ ସମସ୍ୟା ମଧ୍ୟ ଆସିନଥାଏ। ଏଥିରେ ଥିବା ଭିଟାମିନ୍ ସି ଓ ଇର ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଏଜିଂ ପ୍ରପର୍ଟି ରହିଛି,
आउ यह आमर स्किन को मध्य टाइट रखी थाए, रिंकल्स मध्य कम आसी थाए। तेणु आपण प्रतिदिन बादाम खातु एवं वार्धक्यठारु दूरे रुहंतु। एथिरे जो प्रोटीन फैट आउ इनसल्युबल डाएटरी फाइबर रही यह गट हेल्थ को मध्य इम्प्रूव करिथाए। तेणु यह खाइले यह धीरे धीरे हजम होता है। तेणु बहुत समय पर्यंत आमर पेट पूरी गला परी लगी थाए, से आउ किछि खाइबा को इच्छा होई न थाए। एथिरे थिबा मोनो अनसैचुरेटेड फैटी एसिड आम शरीर रे जदि मेद वृद्धि थाए बा फैट अधिक हो जाए ताले से फैट बर्निंग रे हेल्प करिथाए बा फैट कमाइबारे साहाय्य करिथाए। तेणु मोटा लोक माने जदि प्रतिदिन अल्प अल्प बादाम खाउचंती ताले सेमानकर वेट मैनेजमेंट भल रहिथाए। चीना बादाम रे गोटे कंपाउंड थाए बीटा साइटोस्टेरल। यह आम शरीर रे ट्यूमर फॉर्मेशन हेबाकू देई न थाए बा बाधा सृष्टि करिथाए। स्पेशली सर्विकल और ब्रेस्ट कैंसर हेबार पॉसिबिलिटी को कम करिथाए। रिसर्च रु यह जना पड़ी जे वीकली अंतत 3 थर जदि जड़े ग्राउंडनट खाऊची प्राय 50 रु 100 ग्राम पर्यंत तार कैंसर हेबार रिस्क प्रायतः 58% पर्यंत कम होता है। चीना बादाम रे विटामिन B7 बा बायोटिन और B9 बा फोलेट रही है, जहाँकि प्रेगनेंसी टाइम रे निहाती दरकार होता है। तेणु प्रेग्नेंट वोमेन डेली बादाम खाइबा अभ्यास करंतु। किछि लोकन को बादाम खाइले एलर्जी होता है, सेमानक शरीर रे बादाम खाइला माने नाली नाली होई फळी जाइता है एवं कुंडई होता है। सेमाने बादाम खाइबा उचित नुहे। आ बादाम को ठीक भाव में प्रिजर्व करी न रखिले से गोटे प्रकार फंगस इन्फेक्शन हो जाता है एवं से फंगस रु गोटे आफ्लाटॉक्सिन नामक टॉक्सिक पदार्थ बा विषाक्त पदार्थ से सृष्टि होता है। तेणु ये पचा बादाम को आपण खातु नहीं बा इन्फेक्टेड बादाम को आपण खातु नहीं। तो फ्रेंड्स, चीना बादाम विषय यही सब कथा जानिला परे आपण माने तो निश्चय काजू बादाम आलमंड आदि महंगा ड्राई फ्रूट को छाड़ी सस्ता चीना बादाम खाइबा को पसंद करेंगे। तेणु आपण सबुदिन चीना बादाम खातु और सुस्थ रुहतु। वीडियोटी भल लगी लाइक शेयर करने को भूलुनी। सब्सक्राइब जदि करना प्लीज सब्सक्राइब कर दिंतु। थैंक्स फॉर वाचिंग।